ଗଣମାଧ୍ୟମ ଦେଖିଲି ଯେ ସେମାନେ ବସିକି ଭିଡ଼ିଓ କରୁଛନ୍ତି ଏବଂ ନ୍ୟୁଜ୍ କରୁଛନ୍ତି। ନ୍ୟୁଜ୍ କରିବା କିଛି ଅସୁବିଧା ନାହିଁ। ମୁଁ ଯାହା ଖବର ପାଇଲି ଜବରଦସ୍ତି ପଶିଛନ୍ତି ଏବଂ ଏଭଳିଆ ନ୍ୟୁଜ୍ କରୁଛନ୍ତି। ସେ ଜାଣିବା ଦରକାର ଯେ ମୋର ଏଇଟା ବର୍ତ୍ତମାନ ପଜେସନ୍ ଅଛି ଏବଂ 15 ତାରିଖ ପର୍ଯ୍ୟନ୍ତ 4 ତାରିଖ ପର୍ଯ୍ୟନ୍ତ ନୋଟିସ୍ ଯାଇଛି ଏବଂ 15 ତାରିଖ ମୋ ପଜେସନ୍ ଅଛି ଏବଂ ସେମାନେ ଜାଣିବା ଦରକାର ଯେ ସରକାରୀ କ୍ୱାର୍ଟର ଯେଉଁଭଳିଆ ନିଆଯାଇଥାଏ ସେମିତି ଫେରାଯାଏ। ସେ ଅନୁସାରେ ମୁଁ ତାକୁ ତିଆରି କରିକି ସକାଳୁ ଫେରିବି। ସେ ଯେଉଁ ବିଭ୍ରାନ୍ତିକର ନ୍ୟୁଜ୍ ବିଶେଷ କରି ଗୋଟେ ମାନେ ଚ୍ୟାନେଲ୍ ଏବଂ କିଛି ସମ୍ବାଦପତ୍ର ଯେଉଁ ଲେଖୁଛନ୍ତି ବିଭିନ୍ନ ବିଭ୍ରାନ୍ତିକର ବଙ୍କର ଏବଂ ବିଭିନ୍ନ ଦେଖୁଛି ମିଡ଼ିଆରେ, ମୋତେ ଦୁଃଖ ଲାଗୁଛି ଯେ ମିଡ଼ିଆମାନଙ୍କୁ ସଦ୍ବୁଦ୍ଧି ଦିଆଯାଉ ଯେ ମୁଁ ଓଡ଼ିଶାର ସାଂଗଠନିକ ସମ୍ପାଦକ ଥିଲି। ବିଭିନ୍ନ ନେତାମାନେ ଆସୁଥିଲେ, ଓଡ଼ିଶାର କର୍ମୀମାନେ ଆସୁଥିଲେ, ସେମାନଙ୍କର ବସିବା ଜାଗାକୁ ରଖିବା ପାଇଁ ମୁଁ